କୁକୁର ଫିଟିକି ଆମ ଦୁଆରେ ଥିଲା। ମୁଁ କିନ୍ତୁ ଖୋଜିକି ତାକୁ ନାକେଦମ ହେଇଗଲାଣି। ଆଜି ମଙ୍ଗଳବାର ଥିଲା ବୋଲି ସକାଳୁ ଗାଧେଇ ପଡ଼ି ଭୋଗ ଧରିକି ବାହାରି ପଡ଼ିଲି ମନ୍ଦିର ଯିବା ପାଇଁ। ଗାଡ଼ିଟା ଧରିକି ପ୍ରାୟ 5 ରୁ 10 ମିନିଟ୍ ଭିତରେ ମୁଁ ଆସି ମନ୍ଦିରରେ ପହଞ୍ଚି ଯାଇକି ହନୁମାନଙ୍କ ପାଖରେ ଭୋଗଟା ଥୋଇ ଦେଇ ପୂଜାଟା କରିସାରିଲା ପରେ ଘରକୁ ଆସି ଦେଖିଲା ବେଳକୁ ମୋ ମାମା ଦେହ ଖରାପ ବୋଲି ସେମାନେ ସବୁ ମେଡିକାଲ ବାହାରି ଯାଇଥିଲେ। ଏପଟେ ମୋତେ ଭୋକ ଜୋରରେ ରହୁଥିଲା। ସକାଳ ବେଳା ଜଳଖିଆରେ ଟିକେ ଉପମା ତରକାରୀ ଖାଇ ଦେଇକି ଗାଡ଼ିଟା ଧରିକି ବାହାରି ପଡ଼ିଲି ଦୋକାନ ଆଡ଼େ ଆଉ। ବାକି ଆଜି ଆମ ଗାଁରେ 8ଟାରୁ 12ଟା ଲାଇନ କଟିବାକୁ ଏ ଖରା ଯୋଉ ଭଳିଆ ହଉଥିଲା ଆଜବେଷ୍ଟ ଘରୁ ହୁଡ଼ା ମାନେ ଅଲଗା ପ୍ରକାର। ଯେତେ ଶୀଘ୍ର ହବ ମୁଁ ଜେଜେଙ୍କୁ ଖାଇବାକୁ ଦେଇ ସାରିକି ଘରକୁ ଆସି ସାରିଲା ପରେ ଗାଁରେ ଆଜି ଜଣଙ୍କର ମନ୍ଦିରରେ ଭୋଜି ଥିଲା ବୋଲି ଆମେ ସବୁ ଛୁଆ ବାହାରି ଯାଇଥିଲୁ କାକରତରପୁର ଶନି ମନ୍ଦିର ଠାଇଁ। କିଛି ସମୟ ଭିତରେ ଆସି ଆମେ ମନ୍ଦିରରେ ପହଞ୍ଚି ଯାଇକି ପ୍ରଥମେ ଶନିଦେବଙ୍କୁ ଟିକେ ମୁଣ୍ଡିଆ ମାରି ସାରିଲା ପରେ ଖନ୍ଦାଶାଳକୁ ଗଲା ବେଳକୁ ରୋଷେଇ ବି ସରିନଥିଲା। ବାକି ଏ ଯୋଉ ଭଳିଆ ଗରମ ହଉଥିଲା ଥଣ୍ଡା ଟିକେ ପିଇ ସାରିକି କିଛି ସମୟ ମନ୍ଦିର ଚାରିପଟେ ବୁଲାବୁଲି କରିଥିଲା ବେଳେ ରୋଷେଇ ସାରିକି ଆମେ ସବୁ ବସି ପଡ଼ିଲୁ ଖାଇବା ପାଇଁ। ବାକି ମନ୍ଦିରରେ ଆଜି ଅରୁଆ ଡାଲମା ଖଟା ପୋଟଳ ପନିର ଖାଇ ଦେଇକି ଘରେ ଆସି ପହଞ୍ଚିକି ଦେଖିଲା ବେଳକୁ ଆମ କୁକୁର ଫିଟିକି ଦୁଆର ଯାକ ଘାଣ୍ଟୁଥିଲା। ବାକି ଦୁଆରେ ଥିଲା ବୋଲି ତାକୁ ଧରିକି ବାନ୍ଧି ସାରିଲା ପରେ ଧୁଆଧୁଇ ହେଇକି ଆଜି ସନ୍ଧ୍ୟାବେଳେ କିଛି କାମ ନଥିଲା ବୋଲି ଘରେ ଟିକେ ଏପଟ ସେପଟ ହଉଥିଲା ବେଳେ ଗାଁରେ ଆଜି ଗୋଟେ ନାନୀଙ୍କର ମଙ୍ଗନରେ ଭୋଜି ଦେଇଥିଲେ ବୋଲି ମୁଁ ପଳେଇଥିଲି ଖାଇବା ପାଇଁ। ବାକି ମଙ୍ଗନ ଭୋଜିରେ ଆଜି ଅରୁଆ ଡାଲମା ଖଟା ଖାଇ ଘରକୁ ଆସିଲି ଆଉ।